ଆଦେଶରେ ଭରତ ଯାଇ ମାମୁଙ୍କ ଦେଶ କେକୟକୁ ଶତ୍ରୁମୁକ୍ତ କରିଛନ୍ତି। ତାଙ୍କର ଦୁଇ ପୁତ୍ରଙ୍କୁ ସେଠାର ଦୁଇ ରାଜ୍ୟରେ ରାଜା କରାଇ ଭରତ ଫେରିଛନ୍ତି ଅଯୋଧ୍ୟାକୁ। ଲକ୍ଷ୍ମଣଙ୍କ ଦୁଇ ପୁତ୍ର ଅଙ୍ଗଦ କୁମାର ଏବଂ ଚନ୍ଦ୍ରଧ୍ୱଜ ଅଭିଷିକ୍ତ ହୋଇ ଦୁଇଟି ରାଜ୍ୟଭାର ଗ୍ରହଣ କରିଛନ୍ତି। ଏହି ଅଧ୍ୟାୟ ଶେଷରେ ଶ୍ୱାନ ସନ୍ନ୍ୟାସୀ ପ୍ରସଙ୍ଗଟିର ଅବତାରଣା କରି ଶ୍ରୀରାମଙ୍କ ନ୍ୟାୟପରାୟଣତାର ପରାକାଷ୍ଠା ଦେଖାଇଛନ୍ତି କବି ବିଶ୍ୱନାଥ ଖୁଣ୍ଟିଆ। ସବୁ କହିଲେ ଯାଅ ବୋଇଲେ ଗନ୍ଧର୍ବ ନାଶ ନଦୀର ପାଶ ତହିଁରେ ଦେଶ ବସାଇ ଆସ ତୁମର ବେନି ସଙ୍ଗରେ ଘେନି ସେବେନି ଦେଶ କର ନରେଶ ଶ୍ରୀରାମ ବାଣୀ ଭରତ ଶୁଣି ପାଦେ ପଡ଼ିଲେ ମେଲାଣି ହେଲେ ରକ୍ଷକ କଲେ ରକ୍ଷକ ସାନ କୁମାର ନାମ ପୁଷ୍କର ତେନି ଦେଶରେ ବେନି କୁମରେ ହେଲେ ନପତି ଭୁଞ୍ଜେ ବିଭୂତି ରାଜନ ଶେଷ ମାଇଲେ ଦୁଷ୍ଟ କୈକେୟୀ ସୁତ ରକ୍ଷିଣ ସୁତ ବାହୁଡ଼ି ଆସେ ଅଯୋଧ୍ୟା ଭାସେ ଦର୍ଶନ କଲେ ବହୁ କହିଲେ ଶୁଣି ହରସ ରାମ ନରେଶ ରାମ ଚରଣ ପଞ୍ଜରୁଣ ବିଶି ଶରଣ ପ୍ରଭୁ ତରଣ ରାମ ଆଜ୍ଞା ଦେଲେ ଆହେ ଶୁଣ ସୌମିତ୍ରେ ମହାବଳିଷ୍ଠ ତନ୍ତି ତୁମ୍ଭ ବେନି ପୁତ୍ରେ ଉତ୍ତମ ଦେଶ ଖୋଜିଲେ କରିବାର ଖୋଜି ଛାମୁରେ ଜଣାଅ ବହନ ଶୁଣି ବ୍ରତ ଜଣାଇଲେ ଶିରେ କର ଦେଇ ବେନି ଦେଶ ଅଛି ତାହା ଶୁଣ ନୃପ ସାଇ ଏକ ରାଜ୍ୟର ନାମ ଅଟଇ କାଲୁ ପଥ ସେ ଦେଶ ନେବାକୁ ହୋଇଛି ମନୋରଥ ଜ୍ୟେଷ୍ଠ ପୁତ୍ର ଅଙ୍ଗଦ କୁମାର ସେ ଦେଶରେ ତାହାଙ୍କୁ କରିବା ନୃପବର ଚନ୍ଦ୍ରକାନ୍ତ ବୋଲିଣ ଅଛଇ ଯେଉଁ ଦେଶ ସେ ଦେଶରେ ଚନ୍ଦ୍ରଧ୍ୱଜ ହୋଇବ ନରେଶ ଶୁଣି ରାମ ଆଜ୍ଞା ଦେଲେ ଏହି ରୂପେ କର ଭରତ ଯେ ହୋଇଲେ ତତପର ଲକ୍ଷ୍ମଣ ସହିତେ ବେନି ପୁତ୍ର ସଙ୍ଗେ ଘେନି ବେନି ଭାଇ ଆରୋହଣ କଲେ ରଥ ବେନି ଚତୁରଙ୍ଗ ବଳ ତାଙ୍କ ସହିତରେ ଚନ୍ଦ୍ର ଆଜ୍ଞା ଦେଇଥିଲେ ସେବେ ନିକଟକେ ଯାଇ ହେଲେ ପରବେଶ ବହୁ ଯୁଦ୍ଧ କଲେ ଆସି ସେ ଦେଶ ନରେଶ ସଂଗ୍ରାମରେ ସେବେ ନିରୂପତି ହେଲେ ହତ ସେ ଦେଶର ରାଜା କଲେ ଲକ୍ଷ୍ମଣଙ୍କ ସୁତ ନାରଦ ସେ ଅଙ୍ଗଦକୁ କଲେ ଅଭିଷେକ ଚନ୍ଦ୍ରକାନ୍ତ
ସମସ୍ତେ ମେଲାଣି ହୋଇଲେ ନିତ୍ୟ କର୍ମ କରି ରାମ ଭିତରକୁ ଗଲେ ବୋଲେ ବିଶି ସମସ୍ତେ ମେଲାଣି ହୋଇଲେ ଲକ୍ଷ୍ମଣ ଆସନ୍ତେ ସ୍ୱାନ ରହିଛି ଦ୍ୱାରେ ମୂର୍ଧନି ଫାଟି ରୁଧିର ଗଳଇ ଥରେ ଦେଖିଣ ତାକୁ ପୁଛନ୍ତି ସୁମିତ୍ରା ସୁତ କି ଦୋଷେ କେହୁ ମାଇଲା କହତୁ ସତ ଲକ୍ଷ୍ମଣଙ୍କ ବଚନକୁ ପ୍ରତେ ନଗଲା ରାଜାଙ୍କ ଛାମୁରେ ମୁଁ କହିବି ବୋଇଲା ବାହୁଡ଼ି ଲକ୍ଷ୍ମଣ ସିଂହ ଦ୍ୱାରେ ହୋଇଲେ ଏକାନ୍ତରେ ଶ୍ରୀରାମ ଛାମୁରେ କହିଲେ ସିଂହ ଦ୍ୱାରେ ଶ୍ୱାନ ଦେବ କରେ ଗୁହାରି ପୁଛିଲେ ସେ ନ କହିଲା ହେରା ବଣାରି ବୋଇଲା ରାଜାଙ୍କ ଯେବେ ପାଇବି ଭେଟ ତେବେ ଜଣାଇବି ଯାହା ମୋହର କଷ୍ଟ ଶୁଣିଣ ଶ୍ରୀରାମ ଶୀଘ୍ର ଉଠି ଅଇଲେ ସିଂହ ଦ୍ୱାରେ ଶ୍ୱାନ ଆଗେ ଉଭା ହୋଇଲେ ଶ୍ରୀରାମଙ୍କୁ ଦେଖି ଶ୍ୱାନ କାନ୍ଦି ଗଡ଼ଇ କଚାଡ଼ି ହୋଇଣ ପୁଣ ପୁଣ ପଡ଼ଇ ପଚାରନ୍ତି ରାମ ତୋତେ କେହୁ ମାଇଲା କି ଦୋଷ କାହାର କଲୁ ଜାଣି ନହିଲା ଆଜ୍ଞା ହେଉ ସନ୍ନ୍ୟାସୀର କି ଦୋଷ କଲି ଆଜ୍ଞା ଦେଲେ ଭିକ୍ଷୁ ଘେନି ଆସ ଯେବେ ଶ୍ୱାନକୁ କି ପାଇ ଦଣ୍ଡେ ପିଟିଲେ ରାଗେ ଆଜ୍ଞା ପ୍ରମାଣେ ଭିକ୍ଷୁକୁ ଘେନି ଅଇଲେ କିମ୍ପା ମାଇଲ ଏଠାକୁ ରାମ ବୋଇଲେ ଭିକ୍ଷୁକ ଜଣାଏ ମଠୁ ହେଲି ବାହାର ଭିକ୍ଷା କରି ଯାଇଥିଲି ଅନେକ ଦୂର ସେ କାଳରେ ପଥେ କେହୁ ପଡ଼ି ଯେ ଥିଲା ପଥେ ଆବଡ଼ନ୍ତେ ମୋର କ୍ରୋଧ ହୋଇଲା ସୁଧାରେ ମୁଁ ଦଣ୍ଡ ଶିରେ କଲି ପ୍ରହାର ଯାହା ଇଚ୍ଛା ତାହା କର ଦଣ୍ଡ ଧର ଶୁଣିଣ ଶ୍ରୀରାମ ଶ୍ୱାନ ମୁଖ ଚାହିଁଲେ କି ଦଣ୍ଡ ଏହାକୁ ଦେବା ବୋଲି ବୋଇଲେ ଶ୍ୱାନ ଜଣାଇଲା ଶିବ
आले थिला मो अधिकार कर्मरु हे पुत्र लागी हेली कुकुर सुनिण श्री राम हेऊ बोली बोइले साही देई गज चढ़ाई बुलाइले हसिण जने बोलंती शुण गुहारी केते काल रे होइला भिक्षुक सिरी श्रीराम पाद जुगल रंग कमल दिन विषिम